ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ବିଶ୍ୱାସ କରେ ଆପଣ ସମସ୍ତେ ଭଲରେ ଅଛନ୍ତି, ପ୍ରଭୁରେ ଅଛନ୍ତି। ପ୍ରତିଦିନ ପ୍ରଭୁଙ୍କର ଗୌରବମୟ ଆଗମନ ନିମନ୍ତେ ନିଜ ନିଜକୁ ଆପଣମାନେ ପ୍ରସ୍ତୁତ କରୁଅଛନ୍ତି, ଏହା ମୁଁ ବିଶ୍ୱାସ କରେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର ଅନୁଗ୍ରହରୁ ପୁନର୍ବାର ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ମାଧ୍ୟମରେ ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ପୁନର୍ବାର ମୋ ଜୀବନରେ ଯୋଗ କଲେ, ସେଥିପାଇଁ ପ୍ରଭୁଙ୍କୁ ମୋ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ବାକ୍ୟରୁ ଆଜି ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟିଆନ ମାନଙ୍କୁ ଭୂତ କାହିଁକି ଲାଗେ। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଭୂତ କାହିଁକି ଲାଗେ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଏହି ପ୍ରସଙ୍ଗଟି ଶୁଣିଲା ପରେ ମନ ମଧ୍ୟରେ ଆଉ ଏକ ପ୍ରଶ୍ନ ଆସେ ଯେ ବାସ୍ତବରେ ଖ୍ରୀଷ୍ଟିଆନ ମାନଙ୍କୁ ଭୂତ ଲାଗେ କି? ପ୍ରିୟମାନେ, ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଭୂତ ଲାଗେ କି? ସେମାନେ ଭୂତ ଆତ୍ମାରେ ଗ୍ରସିତ ହୁଅନ୍ତି କି? ଏହି ପ୍ରଶ୍ନ ମଧ୍ୟ ଆମ୍ଭମାନଙ୍କ ମନରେ ଆସେ। ଆଉ ଏହି ସବୁ ପ୍ରଶ୍ନର ଉତ୍ତର କେବଳ ବାଇବଲ ହିଁ ଆମ୍ଭମାନଙ୍କୁ କରିପାରେ। ସେଥିପାଇଁ ଆସନ୍ତୁ ଆମେ ବାକ୍ୟ ନିକଟକୁ ଯିବା ଏବଂ ବାକ୍ୟରୁ ଗୋଟେ ପଦ ପଢୁ ପଢୁ ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢିବା। ମୋ ସହିତ ଆପଣମାନେ ମାର୍କ ଲିଖିତ ସୁସମାଚାରକୁ ଆସିବେ। ମାର୍କ ଲିଖିତ ସୁସମାଚାର ଶେଷ ଅଧ୍ୟାୟ ବା 16 ଅଧ୍ୟାୟ ତାର 16 ପଦରୁ ଆମେ ଆଗକୁ ବଢିବା। ଲେଖାଯାଏ ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ଆଉ 17 ପଦରେ ଲେଖାଗଲା, ଆଉ ବିଶ୍ୱାସୀ ମାନଙ୍କର ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। କେଉଁମାନଙ୍କର ଚିହ୍ନ ଅନୁବର୍ତ୍ତୀ ହେବ? ପାଷ୍ଟର ମାନଙ୍କର ବୋଲି ଲେଖାଯାଉନାହିଁ, ରେଭରେଣ୍ଡ ଡକ୍ଟର ମାନଙ୍କର ବୋଲି ଏହି ସ୍ଥାନରେ ଲେଖାଯାଉନାହିଁ। ଲେଖାଯାଉଛି ବିଶ୍ୱାସୀ ମାନଙ୍କର ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। ବିଶ୍ୱାସୀ କିଏ? ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରେ, ଯେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହୁଏ, ସେ ବିଶ୍ୱାସୀ ଅଟେ। ଯେ ବିଶ୍ୱାସ କରେ ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ସେ ମୋର ପାପ ନିମନ୍ତେ ସେ କ୍ରୁଶରେ ମୃତ୍ୟୁଭୋଗ କଲେ ଏବଂ ସମାଧି ପ୍ରାପ୍ତ ହେଲେ, ମୋର ପରିତ୍ରାଣ ନିମନ୍ତେ ସେ ତୃତୀୟ ଦିବସରେ ଉତ୍ଥିତ ହେଲେ, ସ୍ୱର୍ଗାରୋହଣ କଲେ ଏବଂ ମୋତେ ନେବା ପାଇଁ ସେ ପୁନର୍ବାର ଆସୁଛନ୍ତି। ଯେ ଏହା ବିଶ୍ୱାସ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ଉଦ୍ଧାର କଥା ବୋଲି ବିଶ୍ୱାସ କରି ବାପ୍ତିଜିତ ହୁଏ, ସେ ବିଶ୍ୱାସୀ ଅଟେ। ଆଉ ସେହି ବିଶ୍ୱାସୀ ମାନଙ୍କର ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। କଣ ସେ ଚିହ୍ନ? ସେମାନେ ମୋ ନାମରେ ଭୂତ ଛଡାଇବେ, ନୂତନ ନୂତନ ଭାଷାରେ କଥା କହିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଏହି ବାକ୍ୟ ଆମମାନଙ୍କୁ ଏହା କହେ ଯେ ଖ୍ରୀଷ୍ଟିଆନ ମାନେ ଭୂତଗ୍ରସ୍ତ ହୁଅନ୍ତି ନାହିଁ, ଖ୍ରୀଷ୍ଟିଆନ ମାନଙ୍କୁ ଭୂତ ଧରେ ନାହିଁ, କିନ୍ତୁ ଖ୍ରୀଷ୍ଟିଆନ ମାନେ ଭୂତକୁ ଛଡାନ୍ତି। ଏହି ସ୍ଥାନ ଲେଖାଯାଏ ସେମାନେ ଭୂତ ଛଡାଇବେ, ସେମାନେ ନୂଆ ନୂଆ ଭାଷାରେ କଥା କହିବେ। ଖ୍ରୀଷ୍ଟିଆନ ମାନଙ୍କୁ ଭୂତ ଲାଗେ ନାହିଁ। ପରିତ୍ରାଣ ପାଇଥିବା ବିଶ୍ୱାସୀ ମାନଙ୍କୁ, ପ୍ରକୃତ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଭୂତ ଦେଖିଲେ ଭୟ କରେ, ଡରେ। ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଭୂତ କେବେ ଲାଗେ? ମାତ୍ର ଏହି ସବୁ ଅଧିକାର ଥିବା ସତ୍ତ୍ୱେ ମଧ୍ୟ, ଆମେ ଏହି ସବୁ ବାକ୍ୟ ବାରମ୍ବାର ପଢିଲା ସତ୍ତ୍ୱେ ମଧ୍ୟ, ଆମେ ବାପ୍ତିସ୍ମ ନେଇ ମଣ୍ଡଳୀରେ ରହି, ଆମେ ପ୍ରଭୁ ଭୋଜ ନେଇ ବାକ୍ୟ ପଢି, ବାକ୍ୟ ଶୁଣି, ପ୍ରାର୍ଥନା କରି, ଉପବାସ କରି ଅନେକ ସମୟରେ ଆମେ ଶୁଣୁ ଯେ ଜଣେ ଖ୍ରୀଷ୍ଟିଆନ ଭାଇକୁ ଭୂତ ଲାଗିଛି, ଜଣେ ଖ୍ରୀଷ୍ଟିଆନ ମା କୁ ଭୂତ ଲାଗିଛି, ଜଣେ ଖ୍ରୀଷ୍ଟିଆନ ଭଉଣୀକୁ ଭୂତ ଲାଗିଛି। ଏହି ପ୍ରକାର କଥା ମଧ୍ୟ ଆମେ ଶୁଣୁ। ଏହାର ଅର୍ଥ କଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଯେଉଁ ଅଧିକାର ଦେଲେ, ସେଇ ଅଧିକାର ଠାରୁ କି ଭୂତ ଶକ୍ତିଶାଳୀ ଅଟେ? ଯୀଶୁଙ୍କ ଠାରୁ ଅଧିକ କି ଭୂତ ଶକ୍ତିଶାଳୀ ଅଟେ? କାହିଁକି ଭୂତ ଲାଗେ? ପ୍ରିୟମାନେ, ଏହି ପ୍ରଶ୍ନର ଉତ୍ତର ଆଜି ଆମେ ବାଇବଲରୁ ଦେଖିବା। ମୋ ସହିତ ଆପଣ ମାନେ ଆସିବେ ସାଧୁ ଜହନଙ୍କ ପ୍ରଥମ ପତ୍ର, ପ୍ରଥମ ଜହନ 4 ଅଧ୍ୟାୟ 4 ପଦରେ ଲେଖାଯାଏ, ହେ ବତ୍ସଗଣ, ତୁମ୍ଭେ ମାନେ ଈଶ୍ୱରଙ୍କ ଠାରୁ ଜାତ, ଆଉ ତୁମ୍ଭେ ମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କ ଠାରେ ଯେ ଅଛନ୍ତି ସେ ଜଗତରେ ଯେ ଅଛି ତାହା ଠାରୁ ମହାନ। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ସହିତ ଯିଏ ଅଛନ୍ତି
ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ଯିଏ ଅଛି ତାଠାରୁ ଆମର ପରମେଶ୍ୱର ମହାନ ଅଟନ୍ତି। ଜଗତରେ ଯିଏ ଅଛି ବୋଲି କହିଲେ ତାର ଅର୍ଥ କଣ? ଜଗତରେ କିଏ ଅଛି? ଶୈତାନ ଅଛି। ତାହାର ସମସ୍ତ ଶିଷ୍ୟମାନେ ଅଛନ୍ତି, ଭୂତ ପ୍ରେତ ମନ୍ଦ ଆତ୍ମା, ଏହି ସବୁ ବିଷୟ ଅଛି। ମାତ୍ର ସେମାନଙ୍କ ଠାରୁ ଆମ ସହିତ ଯେଉଁ ପରମେଶ୍ୱର ଅଛନ୍ତି ସେ ମହାନ, ସେ ଶକ୍ତିଶାଳୀ, ସେ ସର୍ବଶକ୍ତିମାନ ଅଟନ୍ତି। ଆଉ ସେ ଆମକୁ ଅଧିକାର ଦେଇଛନ୍ତି, ତୁମେ ଭୂତମାନଙ୍କୁ ଛଡ଼ାଇବ, ତୁମେ ପୀଡ଼ିତ ମାନଙ୍କୁ ସୁସ୍ଥ କରିବ। ଏହି ଅଧିକାର ପ୍ରଭୁ ଆମକୁ ଦେଇଛନ୍ତି। ଏହି ଅଧିକାର ଆଜି ଆମ ସହିତ ଥିବା ସତ୍ତ୍ୱେ ମଧ୍ୟ ହେଲେ ବି ଆଜି ଖ୍ରୀଷ୍ଟିଆନ ମାନଙ୍କୁ ଭୂତ ଲାଗୁଛି। କାହିଁକି ଭୂତ ଲାଗୁଛି? କାରଣ ସେମାନେ এই ବାକ୍ୟକୁ ବିଶ୍ୱାସ କରନ୍ତି, এই ବାକ୍ୟକୁ ସେମାନେ ନିଜର କରନ୍ତି ନାହିଁ। ହେଇଥିବ ବୋଧେ ପାଳକ କଣ ପ୍ରଚାର କରୁଛନ୍ତି, ବାକ୍ୟ ଆମେ କଣ ପଢୁଛୁ, ହେଇପାରେ ଆମେ ବୁଝୁଥିବୁ ଜାଣୁଥିବୁ, କିନ୍ତୁ ଅନେକ ସମୟରେ ତାହା ଗ୍ରହଣ କରିବା ପାଇଁ, ବିଶ୍ୱାସ କରିବା ପାଇଁ ଆମେ ସମର୍ଥ ହେଇନଥାଉ। ସେଥିପାଇଁ ନାମଧାରୀ ଭାବରେ ଆମେ ଚର୍ଚ୍ଚକୁ ଯାଉ, ନାମଧାରୀ ଭାବରେ ଆମେ ଖ୍ରୀଷ୍ଟିଆନ ବୋଲି କୁହାଇ ହେଉ। ସେଥିପାଇଁ ଭୂତ ଗୁଡ଼ିକ ଆଜି କଣ ହଉଛି, ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ଭୂତ ଲାଗୁଛି। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ଯେ ଏହି ବାକ୍ୟ ଆମକୁ ବିଶ୍ୱାସ କରିବା ପାଇଁ ପଡେ ଯେ ଜଗତରେ ଯିଏ ଅଛି ତାହାଠାରୁ ଆମ ସହିତ ଯିଏ ଅଛନ୍ତି ସେଇ ପରମେଶ୍ୱର ମହାନ ଅଟନ୍ତି, ସେ ମହାନ ଅଟନ୍ତି। ସେଥିପାଇଁ ଆମକୁ ଭୂତ ଲାଗିବ ନାହିଁ, ଆମେ ଭୂତକୁ ଛଡ଼େଇବୁ। ଅନେକ ସମୟରେ ଅନେକ ଭାଇ ଭଉଣୀ ମାନେ ଏହି ବାକ୍ୟକୁ ସେମାନେ ବିଶ୍ୱାସ କରନ୍ତି ନାହିଁ। ମୁଁ ଆପଣମାନଙ୍କୁ ଗୋଟେ ବାକ୍ୟ ଦେଖାଇବା ପାଇଁ ଚାହେଁ, ମୋ ସହିତ ଆପଣ ମାନେ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 17 ଅଧ୍ୟାୟରେ ଆମେ ଗୋଟେ ବାପା ଆଉ ପୁଅର କଥା ଆମେ ପଢୁଛୁ। ଏ ସ୍ଥାନ ଲେଖାଯାଏ 17 ଅଧ୍ୟାୟ 14 ପଦରେ, ପରେ ସେମାନେ ଲୋକ ସମୂହ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ପାଖକୁ ଆସି ଆଣ୍ଠୁଇ ପଡ଼ି କହିଲା, ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୃଗୀ ରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁ ଥର ନିଆଁରେ ଓ ଥରକୁ ଥର ପାଣିରେ ପଡୁଅଛି। ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରିପାରିଲେ ନାହିଁ। ଏ ସ୍ଥାନ ଦେଖୁଛୁ ଯେ ଜଣେ ବାପା ନିଜର ପୁଅ ପାଇଁ ସେ କଣ କରୁଛନ୍ତି, ପ୍ରଭୁଙ୍କ ନିକଟରେ ସେ ବିନତି କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ମୋ ପୁଅକୁ ଦୟା କରନ୍ତୁ। କାହିଁକି? ମୋ ପୁଅ ମୃଗୀ ରୋଗରେ ବଡ଼ କଷ୍ଟ ପାଉଛି, ସେ ନିଆଁରେ ପାଣିରେ ଏ ପ୍ରକାର ପଡୁଛି। ମୁଁ କେତେଥର ତୁମ ଶିଶୁ ମାନଙ୍କ ପାଖକୁ ଆଣିଥିଲି, ମାତ୍ର ସେମାନେ ଛଡ଼ାଇ ପାରିଲେ। ଯୀଶୁ ଖ୍ରୀଷ୍ଟ ଏହା କହୁଛନ୍ତି 17 ପଦରେ। ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି, କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି, ତାହାକୁ ଏଠିକି ମୋ ପାଖକୁ ଆଣ। ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ଦଣ୍ଡରୁ ସୁସ୍ଥ ହେଲା। ପ୍ରଭୁଙ୍କ ନାମର ଗୌରବ ହଉ। ଏହି ସ୍ଥାନରେ ଆମେ ଦେଖୁଛୁ ଯୀଶୁ କଣ କହୁଛନ୍ତି ସେ ବ୍ୟକ୍ତିଙ୍କୁ, ଆରେ ଅବିଶ୍ୱାସୀ ଆଉ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ ସହିତ ରହିବି। ପ୍ରିୟମାନେ, ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲା ପରେ ମଧ୍ୟ ଯଦି ଆମେ ଅବାଟକୁ ଯାଉ, ଅନାଜ୍ଞାବହ ବିପଥକୁ ଯାଉ ଏବଂ ସନ୍ଦେହ କରୁ, ସେହି ସମୟରେ ମନ୍ଦ ଆତ୍ମା ଗୁଡ଼ିକ ଆମକୁ ଆକ୍ରାନ୍ତ କରିବା ପାଇଁ ସେମାନେ କଣ କରିବେ, ପ୍ରୟାସ କରିବେ। ଆଉ ଦେଖୁଛୁ ଯେ ଅବିଶ୍ୱାସୀ ମାନଙ୍କୁ ଭୂତ ଆତ୍ମା ଗୁଡ଼ିକ ଲାଗିଯାଆନ୍ତି। ଯୀଶୁ କହୁଛନ୍ତି, ଆରେ ଅବିଶ୍ୱାସୀ ବଂଶ, ବିପଥଗାମୀ ବଂଶ, ତାହାକୁ ମୋ ନିକଟକୁ ଆଣ। ପ୍ରିୟମାନେ, ଆମେ ଅବିଶ୍ୱାସୀ ହେବା, ବିଶ୍ୱାସୀ ମାନଙ୍କୁ କେବେ ଭୂତ ଲାଗେ ନା, କିନ୍ତୁ ଯେଉଁମାନେ ସନ୍ଦେହ କରନ୍ତି, ଯେଉଁମାନେ ଅବିଶ୍ୱାସୀ, ସେମାନଙ୍କୁ ଭୂତ ଲାଗେ। ଆମେ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କରିବା, ତାହାଙ୍କ ବାକ୍ୟରେ ଅଟଳ ରହିବା, ତାହେଲେ ଆମେ ଭୂତଗ୍ରସ୍ତ ହେବା ନାହିଁ, ଆମେ ଭୂତକୁ ଛଡ଼ାଇବା। ପ୍ରଭୁଙ୍କ ନାମର ଗୌରବ ହଉ। ଆପଣ ମାନେ ମୋ ସହିତ ପଢିବେ, ଯେତେବେଳେ ଜଣେ ମନୁଷ୍ୟ ଠାରୁ ମନ୍ଦ ଆତ୍ମା ବାହାରିଯାଏ ସେ କଣ କରେ, ଆପଣ ପଢିବେ ମୋ ସହିତ ମାଥ୍ୟୁ 12 ଅଧ୍ୟାୟ ତାର 43 ପଦ ଠାରୁ ଆମେ 45 ପଦ ପର୍ଯ୍ୟନ୍ତ ପଢିବା। ଲେଖାଯାଏ, ଅଶୁଚି ଆତ୍ମା ଜଣେ ମନୁଷ୍ୟ ଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ। ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି ମୋର ସେଇ ଘରକୁ ବାହୁଡ଼ି ଯିବି। ପୁଣି ସେ ଆସି ତାହା ଶୂନ୍ୟମାର୍ଜିତ ଓ ସୁଶୋଭିତ ଦେଖେ। ଜଣେ ମନ୍ଦ ଆତ୍ମା ମନୁଷ୍ୟ ଠାରୁ ଯେତେବେଳେ ବାହାରିଯାଏ ସେ ବିଶ୍ରାମ ଖୋଜେ,
ମନ୍ଦ ଆତ୍ମା ବିଶ୍ରାମ ପାଇବାର ଜାଗା ହେଲା ମନୁଷ୍ୟର ହୃଦୟ। ଆଜି ଅନେକ ଭାଇ ଭଉଣୀ ମାନଙ୍କ ହୃଦୟରେ ମନ୍ଦ ଆତ୍ମା ବିଶ୍ରାମ ପାଉଛି। ସେଥିପାଇଁ ସେମାନେ ପାପରୁ ମୁକ୍ତ ହେଇପାରୁନାହାନ୍ତି। ସେମାନେ ଯେମିତି ମଦ ପିଉଥିଲେ ସେମିତି ମଦ ପିଉଛନ୍ତି। ଆଜି ସେମାନେ ସିନେମା ସିରିଏଲ ବିଭିନ୍ନ ପାପରେ ସେମାନେ ଗ୍ରସିତ ଅଛନ୍ତି। କାହିଁକି? ମନ୍ଦ ଆତ୍ମା ସେମାନଙ୍କ ମଧ୍ୟରେ ବାସ କରୁଛି। ଆମେ ଦେଖୁଛୁ ଯେ ଜଣେ ମନ୍ଦ ଆତ୍ମା ଯେତେବେଳେ ଜଣେ ମନୁଷ୍ୟ ଠାରୁ ବାହାରି ଯାଏ, ସେ ବାହାରି ଗଲା ପରେ କୌଣସି ସ୍ଥାନରେ ଜଳସ୍ଥଳକୁ ସେ କଣ କରେ? ଭ୍ରମଣ କରେ, ବିଶ୍ରାମ ଖୋଜେ, ଆଉ ପାଏ ନାହିଁ। ସେଠିକୁ ସେ କଣ କହେ ଯେ ମୁଁ ଯେଉଁ ଘରୁ ବାହାରି ଗଲି, ଅର୍ଥାତ୍ ଯେଉଁ ମନୁଷ୍ୟର ହୃଦୟରେ ମୁଁ ଥିଲି ସେଇଠିକୁ ମୁଁ ପୁନର୍ବାର ଯିବି। ସେ ସେଠିରୁ କଣ ହୁଏ? ବାହୁଡି ଆସେ। ବାହୁଡି ଆସିଲା ପରେ ଯଦି ସେ ଆସି ଶୂନ୍ୟ ମାର୍ଜିତ ଆଉ ସୁଶୋଭିତ ଦେଖେ 45 ପଦରେ, ସେତେବେଳେ ସେ ଯାଇ ଆପଣା ଠାରୁ ଅଧିକ ଦୁଷ୍ଟ ଆଉ 7ଟା ଆତ୍ମା ସାଙ୍ଗରେ ଘେରି ଆସେ। ପୁଣି ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ। ସେ କଣ କରେ? ପୁନର୍ବାର ସେ ଆଉ 7ଟା ମନ୍ଦ ଆତ୍ମାକୁ ଯାଇ ଘେରି ଆସେ ଆଉ ସେମାନେ ସେଇ ମନୁଷ୍ୟର ହୃଦୟରେ 8 ଜଣ ମିଶିକି ସେମାନେ କଣ କରନ୍ତି? ସେ ମନୁଷ୍ୟର ହୃଦୟରେ ବାସ କରନ୍ତି। ଏହା ବାକ୍ୟ ଆମମାନଙ୍କୁ କହେ। ପ୍ରିୟମାନେ, ମନୁଷ୍ୟର ହୃଦୟ କେବେ ଖାଲି ନଥାଏ। ମନୁଷ୍ୟର ହୃଦୟରେ ମନ୍ଦ ଆତ୍ମା ତ ରହେ, ନହେଲେ ମନ୍ଦ ଆତ୍ମା ନଥିଲେ ପବିତ୍ର ଆତ୍ମା ରୁହନ୍ତି। ମନୁଷ୍ୟର ହୃଦୟ କେବେ ଖାଲି ନଥାଏ। ଅନେକ ଭାଇ ଭଉଣୀ ମାନେ ଭୂତ ଲଗାଇ ହେଇ, ଭୂତ ଗ୍ରସିତ ହୋଇ ମଧ୍ୟ ସେମାନେ ମଣ୍ଡଳୀକୁ ଆସନ୍ତି। ଆମ ମଣ୍ଡଳୀରେ ମଧ୍ୟ କେତେକ ଭାଇ ଭଉଣୀ ମାନଙ୍କୁ ଯେଉଁ ସମୟରେ ସେମାନେ ପ୍ରଭୁଙ୍କୁ ଜାଣିନଥିଲେ, ସେମାନେ ଭୂତ ଆତ୍ମାରେ ଗ୍ରସିତ ହେଲେ, ସେମାନେ ବିଭିନ୍ନ ଉପାୟ ଗୁଡିକ କଲେ, ସେମାନେ ସୁସ୍ଥ ହେଇପାରିଲେ ନାହିଁ। ଆଉ ସେମାନେ ପ୍ରଭୁଙ୍କ ନିକଟକୁ ଆସିଲେ, ପ୍ରଭୁ ସେମାନଙ୍କୁ ସେ ମନ୍ଦ ଆତ୍ମାର ବନ୍ଧନରୁ ମୁକ୍ତ କଲେ, ସେମାନେ ସୁସ୍ଥ ହେଲେ, ଭଲ ହେଲେ, ଏବେ ମଣ୍ଡଳୀରେ ଅଛନ୍ତି। ପ୍ରିୟମାନେ, ହେଇପାରେ ଯଦି ମନ୍ଦ ଆତ୍ମାରୁ ଆମେ ମୁକ୍ତ ହେଲୁ, ମନ୍ଦ ଆତ୍ମା ଯେତେବେଳେ ଆମର ହୃଦୟରୁ ବାହାରି ଯାଉଛି, ପୁନର୍ବାର ଯେତେବେଳେ ସେ ଆସୁଛି, ଆମର ହୃଦୟ ଖାଲି ନଥିବାର ଆବଶ୍ୟକ ରହିଛି। ହୃଦୟ ଯଦି ଖାଲି ଥିବ, ଶୂନ୍ୟ ଥିବ, ତାହେଲେ ସେ ପୁନର୍ବାର ଆହୁରି 7ଟା ମନ୍ଦ ଆତ୍ମାକୁ ସେ ଧରି ଆସେ। ଆହୁରି କଣ କରେ? ସେହି ବ୍ୟକ୍ତିର ହୃଦୟରେ ସେ ବାସ କରେ। ଯେତେବେଳେ ମନ୍ଦ ଆତ୍ମା ଆମଠାରୁ ବାହାରି ଯାଉଛି, ସେହି ସମୟରେ ଆମେ କଣ କରିବାର ଅଛି? ଆମର ହୃଦୟରେ ଯୀଶୁଙ୍କୁ ଜାଗା ଦେବାର ଆବଶ୍ୟକ ରହିଛି। ଆମର ହୃଦୟରେ ପବିତ୍ର ଆତ୍ମା ରହିବାର ଆବଶ୍ୟକ ରହିଛି। ସେଥିପାଇଁ ମନ୍ଦ ଆତ୍ମା ପୁନର୍ବାର ପ୍ରବେଶ କରିପାରେ ନାହିଁ। ଭୂତ ଆମକୁ ଲାଗିପାରେ ନାହିଁ। ଭୂତ ଆମକୁ ଦୂରରୁ ଦେଖିଲେ ଭୟ କରେ, ଡରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଣେ ପ୍ରକାର ବ୍ୟକ୍ତି ଥିଲେ। ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ସେଥିପାଇଁ ଭୂତ ଗୁଡିକ ଦୂରରୁ ଦେଖି ଚିତ୍କାର କରୁଥିଲେ। ପିତର, ଆପଣ ଦେଖନ୍ତୁ, ଜହନ ଏବଂ ପ୍ରେରିତ ମାନଙ୍କୁ, ପାଉଲଙ୍କୁ ଦେଖନ୍ତୁ, ମନ୍ଦ ଆତ୍ମା ଗୁଡିକ ଚିତ୍କାର କରି, ଫିଲିପ ଏମାନଙ୍କୁ ଦେଖିଲେ ଚିତ୍କାର କରି ସେମାନେ ଧାଉଁଥିଲେ। କିନ୍ତୁ ଆଜିର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ, ବାହାର ଲୋକମାନଙ୍କୁ ଆମେ କଣ ଭୂତ ଛଡାଇବୁ? ଅନେକ ସମୟରେ ମଣ୍ଡଳୀର ଲୋକମାନଙ୍କୁ ଭୂତ ଛଡାଇ ଛଡାଇ ପାଳକ ପ୍ରଚାରକ ମାନେ ହାଲିଆ ହେଇଯାଉଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ମେଚୋର୍ଡ ହେବା, ଆମେ ପ୍ରଭୁଙ୍କ ହସ୍ତରେ ସମର୍ପିତ ହେବା, ଆମେ ପରିପକ୍କ ହେବା, ଆମେ ଭୂତଗ୍ରସ୍ତ ହୋଇଥିବା ଲୋକମାନେ ନ ହୋଇ ଆମେ ଭୂତମାନଙ୍କୁ ଛଡେଇବା ବିଶ୍ୱାସିନୀ ହେବା। ପ୍ରଭୁ ଏହା ଚାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଶେଷରେ ଗୋଟେ ବାକ୍ୟ ପଢି ଆମେ ପ୍ରାର୍ଥନା କରିବା। ଆପଣ ମାନେ ମୋ ସହିତ ପଢିବେ ପ୍ରଥମ କରନ୍ଥୀୟ 3 ଅଧ୍ୟାୟ। ପ୍ରଥମ କରନ୍ଥୀୟ 3 ଅଧ୍ୟାୟ ତାର 16 ପଦରେ ଲେଖାଗଲା, ତୁମ୍ଭେ ମାନେ କି ଜାଣ ନାହିଁ ଯେ ତୁମ୍ଭେ ମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି। ପ୍ରିୟମାନେ, ଯେବେ ମନ୍ଦ ଆତ୍ମା ବାହାରିଯାଏ, ଯଦି ମନ୍ଦ ଆତ୍ମାରୁ ମୁକ୍ତ ହେଲା ପରେ ଆମେ ଯଦି ପବିତ୍ର ଆତ୍ମାକୁ ସୁଯୋଗ ଦେଉ, ପ୍ରଭୁଙ୍କୁ ଯଦି ଆମର ହୃଦୟରେ ବସାଉ, ହୃଦୟରେ ଆମେ ଜାଗା ଦେଉ, ତାହେଲେ ଭୂତ ଆତ୍ମା କେବେ ପ୍ରବେଶ କରିପାରିବ ନାହିଁ। ମନ୍ଦ ଆତ୍ମା ଆମକୁ ଛୁଇଁ ପାରିବ ନାହିଁ। କାହିଁକି? ଜଗତରେ ଯିଏ ଅଛି, ଜଗତରେ ଯେଉଁ ଶୈତାନ ଅଛି, ଭୂତ ପ୍ରେତ ଡାହାଣୀର ଗୁଣି ମନ୍ତ୍ରର ଯେତିକି ଶକ୍ତି ଅଛି, ସେ ସବୁଠାରୁ ଆମର ପବିତ୍ର ଆତ୍ମା, ଆମର ପରମେଶ୍ୱର, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସେ ମହାନ ଅଟନ୍ତି, ସେ ଶକ୍ତିଶାଳୀ ଅଟନ୍ତି। ସେଥିପାଇଁ ଆମେ ତାହାଙ୍କୁ ଆମ ହୃଦୟରେ ରଖିବା, ଆମେ ସୁରକ୍ଷିତ ରହିବା, ଆମେ ସୁରକ୍ଷିତ ରହିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ। ବାପା,
तुम वाक्य द्वारा आम पुनर्बार कथा ହେଇଛ ସେଥିପାଇଁ तुम नाम प्रशंसा है प्रभु जो भाई भौणी माने प्रभु ये वाक्य को शुणुचंती बापा आमे नाम धरी विश्वासी न होई प्रकृतरे आमे तुमको जानिथिबा तुमरी परित्रण पाइथिबा आमे विश्वासी विश्वासी हेबु बापा आमे भूत ग्रस्त हेबा विश्वासी न होई आमे भूत छड़ाइबा आमे ख्रिस्टियान भावरे आमे बंची पारिबु तुमर साक्षी हेबु तुमर शक्ति जे केते महान आम द्वारा अन्य मान निकट में प्रकाशित हेबो एथिपाई प्रभु तुम्हें दया कर प्रार्थना प्रिय प्रभु यीशु नाम मांगुछि आमेन।